Hello friends, welcome to our KN ଓଡ଼ିଆ କ୍ଲାसेସ୍ ୟୁଟ୍ୟୁବ୍ ଚ୍ୟାନେଲ୍। ପ୍ରିୟ ବନ୍ଧୁମାନେ ତଥା ପିଲାମାନେ, ଆମର ଆଗାମୀ ଜୁନ୍ 28 ତାରିଖକୁ ଥିବା OTET ପରୀକ୍ଷା ପାଇଁ ଆଜିର ଏହି OTET ପେପର୍ 1 ପାଇଁ ପ୍ରସ୍ତୁତି ଓ ସାବଧାନତା ମୂଳକ ଏକ ଭିଡ଼ିଓ। ଏହି ଭିଡ଼ିଓକୁ ଦେଖିଲେ ତୁମେମାନେ ଭଲ ଭାବରେ ଏକାଥରକେ କ୍ଲିୟର କରିପାରିବ। OTET ପେପର୍ 1 ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ପେପର୍ 1କୁ ପ୍ରଥମ ପ୍ରଚେଷ୍ଟାରେ କ୍ଲିୟର କରିବା ପାଇଁ ଏକ ସଠିକ୍ ଓ ସ୍ମାର୍ଟ ପ୍ରୋସେସ୍ ଅତ୍ୟନ୍ତ ଜରୁରୀ। ଏହି ପରୀକ୍ଷା ମୋଟ 150 ମାର୍କର ପ୍ରଶ୍ନ ଆସିଥାଏ ଏହି ପରୀକ୍ଷାରେ ଏବଂ କୌଣସି ନେଗେଟିଭ୍ ମାର୍କିଂ ନଥାଏ, ଯାହା ଆପଣମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଆପଣଙ୍କ ପ୍ରସ୍ତୁତିକୁ ସହଜ ଓ ସଫଳ କରିବା ପାଇଁ ଏଠାରେ ଏକ ପ୍ରଣାଳୀବଦ୍ଧ ଯୋଜନା ଦିଆଗଲା। ଏକ୍ଜାମ୍ସ ପାଟର୍ନ, ପରୀକ୍ଷା ପାଟର୍ନ ଏବଂ ମାର୍କ ଡିଷ୍ଟ୍ରିବ୍ୟୁସନକୁ ବୁଝନ୍ତୁ। ପ୍ରସ୍ତୁତ ଆରମ୍ଭ କରିବା ପୂର୍ବରୁ କେଉଁ ବିଷୟରୁ କେତେ ମାର୍କ ଆସୁଛି ତାହା ଜାଣିବା ଆବଶ୍ୟକ। ପ୍ରଥମେ ଦେଖ, ବିଷୟ ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜି CDP, ଟୋଟାଲ ମାର୍କ 30। ଗୁରୁତ୍ୱପୂର୍ଣ୍ଣ ଦିଗ କେଉଁରା ନା ଶିକ୍ଷାଦାନ ପଦ୍ଧତି ଓ ଶିଶୁ ମନୋବିଜ୍ଞାନ। ଲାଙ୍ଗୁଏଜ୍ 1 ଓଡ଼ିଆ 30 ମାର୍କ, 15 ମାର୍କ ହେଲା ବିଷୟବସ୍ତୁ, 15 ମାର୍କ ପେଡାଗୋଜି। ଲାଙ୍ଗୁଏଜ୍ 2 ଇଂଲିଶ ସେମିତି 30 ମାର୍କ, 15 ମାଥମେଟିକ୍ସ ସେମିତି 30 ମାର୍କ, 15 EVS ଏନଭାରମେଣ୍ଟାଲ ଷ୍ଟଡିଜ୍ 30 ମାର୍କ, 15 ମାର୍କ ବିଜ୍ଞାନ ସାମାଜିକ ଭୂଗୋଳ ଆଉ 15 ମାର୍କ ହେଲା ପେଡାଗୋଜି। ଏହି ପ୍ରସ୍ତୁତି ପାଇଁ ଆମେ ପାହାଚ ବା ଗୋଟିଏ ପରେ ଗୋଟିଏ ଜାଣିବା କେମିତି କ'ଣ ହେଉଛି। ଆମେ ଜାଣୁଛେ ଯେ 15 × 60, 15 30, 15 45, 60, 15 60 ହେଲା ଆମର ପେଡାଗୋଜି, ତା ସାଙ୍ଗରେ CDP 30, 90 ଆଉ 60 ହେଲା ଆମର କ'ଣ ଥିଓରି ପେପର। ତେଣୁ ଆମେ ଯଦି ପେଡାଗୋଜିକୁ ଗୁରୁତ୍ୱ ଦେବା, ଆମ ଭଲ ନମ୍ବର ରହିବ ଏବଂ ଭଲ ହେଇପାରିବ। କ'ଣ କରିବା ଦେଖନ୍ତୁ, ପେଡାଗୋଜି ଉପରେ ଅଧିକ ଧ୍ୟାନ ଦେବା। ସଫଳତାର ଆମର ମୂଳ ଚାବିକାଠି ହେଲା 60 ମାର୍କ। 60 ମାର୍କ ତ 60 70 କ'ଣ 60 ଆମର ହେଲା 60 ହେଲା ଇଏ ପେଡାଗୋଜି, ସେ 30 ଆର CDP, 90 ପେଡାଗୋଜି। ତାପରେ CDPକୁ ଆମେ ଭଲ ଭାବରେ ବୁଝିବା। ପାସ୍ ମାର୍କ ଆମର କ'ଣ ନା ପାସ୍ ମାର୍କ ଆମର 90, ଜେନେରାଲ ପାଇଁ 90 ଆଉ ଅନ୍ୟ ରିଜର୍ଭ ପାଇଁ 75 ମାର୍କ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ସରକାରୀ ବହି ଆମକୁ ଭଲ ଭାବରେ କଣ୍ଟେଣ୍ଟ କ୍ଲିୟର କରିବା ପାଇଁ ବହିଗୁଡ଼ିକୁ ଭଲ ଭାବରେ ପଢ଼ିବା, ରିଭିଜନ୍ କରିବେ। ବିଶେଷ କରି EVS ପାଇଁ ଇତିହାସ, ଭୂଗୋଳ ଏବଂ ସାଧାରଣ ବିଜ୍ଞାନର ମୌଳିକ ତଥ୍ୟଗୁଡ଼ିକୁ ଆମେ ନୋଟ୍ କରିବା। ପ୍ରଶ୍ନର ଧାରା ବୁଝିବା ପାଇଁ ଗତ 5-10 ବର୍ଷର 2013-2025 OTET ପେପର୍ 1 ପ୍ରଶ୍ନପତ୍ରକୁ ସଲ୍ଭ କରିବା। ଏଥିରୁ ଜାଣିପାରିବେ କେଉଁ ଟପିକ୍ରୁ ବାରମ୍ବାର ପ୍ରଶ୍ନ ଆସୁଛି, ଯେପରିକି ପ୍ୟାଜେଟ୍, ଗ୍ଲୋଡସ୍କି, କୋହଲବର୍ଗ ଥିଓରି, CC ଇନକ୍ଲୁସିଭ୍ ଏଜୁକେସନ୍। ତାପରେ ଟାଇମ୍ ମ୍ୟାନେଜମେଣ୍ଟ ଓ ମକ୍ ଟେଷ୍ଟ, ଶେଷ ପର୍ଯ୍ୟାୟ ପ୍ରସ୍ତୁତି। ପରୀକ୍ଷା ପୂର୍ବରୁ ଅନ୍ତତଃ ପକ୍ଷେ 5-10ଟି ପୁରା 150 ମାର୍କର ମକ୍ ଟେଷ୍ଟ ଘଣ୍ଟା ଦେଖି କରନ୍ତୁ। କୌଣସି ନେଗେଟିଭ୍ ମାର୍କିଂ ନାହିଁ ଥିବାରୁ କୌଣସି ପ୍ରଶ୍ନକୁ ଆମେ ଛାଡ଼ିବା ନାହିଁ, ପୁରା ଫୁଲ୍ ଆଟେମ୍ପ୍ଟ ନେବା। କଣ୍ଟେଣ୍ଟ ପ୍ରିପାରେସନ୍ ପାଇଁ ପ୍ରଥମେ ଆମେ CDPକୁ ଭଲ ଭାବରେ ଦେଖି ଉତ୍ତର ଦେବା। ଓଡ଼ିଆ ପାଇଁ ଅନସିନ୍ ପ୍ୟାସେଜ୍, ଗଦ୍ୟ ପଦ୍ୟ, ମୌଳିକ ଓଡ଼ିଆ ବ୍ୟାକରଣ, ପଦ ପ୍ରକରଣ, ବିଶେଷ ସର୍ବନାମ ଅବ୍ୟୟ କ୍ରିୟା, ଶବ୍ଦ ଗଠନ, ତତ୍ସମ ତଦ୍ଭବ, ଏରା ସବୁ ଦେଖିବା। ଓଡ଼ିଆ ଭାଷା ଶିକ୍ଷାଦାନ ଉପରେ ମାର୍କିଂ 15 ମାର୍କ। ସ୍କିଲ୍ସ 4 ସ୍କିଲ୍ସ ଦେଖିବା। ଇଂଲିଶ କ'ଣ ଓଡ଼ିଆ କ'ଣ, ଆମେ ଇଂଲିଶଟା ଓଡ଼ିଆ ଭଳି ଇଂଲିଶ ସେମିତି ଆମେ ପଢ଼ିବା। ସେଇ
ଇଏ ତାପରେ ମାଥମେଟିକ୍ସ ପାଇଁ ସିଲାବସ୍ ଦେଖି ଦିନକୁ 15ରୁ 20 ଖଣ୍ଡ ଗଣିତ ଅଭ୍ୟାସ କରିବେ। ଗଣିତ, ଜ୍ୟାମିତି, ପରିମିତି, ସୂତ୍ର ପୁରା ମନରେ ରଖିବେ। ମାଥମେଟିକ୍ସ ପେଡାଗୋଜି ଉପରେ ଇଣ୍ଡକ୍ଟିଭ୍, ଆରୋହୀ, ଡିଡକ୍ଟିଭ୍, ଅବରୋହୀ, ଆନାଲିସିସ୍, ସିନ୍ଥେସିସ୍, ଦୃଶ୍ୟ ଭାବ, ମୂଲ୍ୟାୟନ। ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତିଦିନ ସବୁ ବିଷୟରୁ ଗୋଟିଏ ଗୋଟିଏ ଟପିକ୍ ଶେଷ କରନ୍ତୁ। ଏହାଦ୍ୱାରା ପ୍ରସ୍ତୁତି ସନ୍ତୁଳିତ ହେବ ଏବଂ ଆଗାମୀ ଆପଣ ଆଉ ବୋର୍ ହେବେ ନାହିଁ। ଏତକ କରିବା ପୂର୍ବରୁ ଆମକୁ ଟିକେ ସାବଧାନତା ରହିବାକୁ ପଡ଼ିବ। କ'ଣ ନା ଆମେ ନେଗେଟିଭ୍ ମାର୍କ ଯେହେତୁ ନାହିଁ, ଆମେ ସବୁ ପ୍ରଶ୍ନପତ୍ର ଶେଷ କରିବାକୁ ପଡ଼ିବ। ପରିଷ୍କାର ଭାବରେ ଦେଖିବାକୁ ପଡ଼ିବ, ଭଲକି ପଢ଼ିବାକୁ ପଡ଼ିବ। ଭାଷା ଚୟନ ଆମେ ଦେଖିବା, ଓଡ଼ିଆ ଇଂଲିଶ ଦେଖିଲା ବେଳକୁ ଭଲକି ଦେଖିବା। ଟାଇମ୍ ମ୍ୟାନେଜ୍ ଯେହେତୁ ଗୋଟେ ପ୍ରଶ୍ନ ପାଇଁ 1 ମିନିଟ୍, ତାକୁ ଭଲକି ଦେଖିବା। କେଉଁଠି ନଟ୍ ଲାଗିଥିବ, ନେଗେଟିଭ୍ ଥିବ, ପେଡାଗୋଜିଟାକୁ ବେଶୀ ଧ୍ୟାନ ଦେବା। ପ୍ରଶ୍ନପତ୍ର ସମ୍ପୂର୍ଣ୍ଣ ଦେଖିବା, ବୋଲେ ନେଗେଟିଭ୍ରେ ଥିବ, ନେଗେଟିଭ୍ ଏକ୍ସେପ୍ଟିଂ ଥିବ। ତାପରେ ଆମେ ରୋଲ୍ ନମ୍ବର, ତାପରେ ତାଙ୍କର କୋଡ଼୍, OMS ସିଟ୍ ସାଧାରଣ ପୂରଣ କଲା ବେଳକୁ ଗୋଲେଇଠି ଭଲ ଲେଖି ଦେଖିବେ। ତାପରେ ଆମର ଏଇଟା ଆମେ ଜାଣିଛୁ ହ୍ୱାଇଟନର୍, ଏରା ଦ୍ୱାରା ଆମେ ବ୍ୟବହାର କରିପାରିବା ନାହିଁ। ତାପରେ ଆମେ ପରୀକ୍ଷା ଯିବା ପୂର୍ବରୁ ରାତି ସେ ପୂର୍ବ ଦିନ ଆମେ ଭଲକି ଟିକେ ଶୋଇବାକୁ ପଡ଼ିବ। 7-8 ଘଣ୍ଟା ଶୋଇଲେ ଆମ ବ୍ରେନ୍ ପିସ୍ ଥିବ। ତାପରେ ପରୀକ୍ଷା ଯିବା ପୂର୍ବରୁ ଆଡ଼ମିଟ୍ କାର୍ଡ଼, ଆଧାର ବା ଭୋଟର କାର୍ଡ଼, 2ଟି ଭଲ ନୀଳ ବା ବ୍ଲାକ୍ ନେଇବାକୁ ଯିବାକୁ ପଡ଼ିବ। ପରୀକ୍ଷାକୁ ଯିବା ପୂର୍ବରୁ ଗେଟ୍ ପୂର୍ବରୁ ଆମକୁ 45 ମିନିଟ୍ ପହଞ୍ଚିବାକୁ ପଡ଼ିବ, ଯାହାକୁ ଆମ ଆତଙ୍କ କିମ୍ବା ଆମେ ସମସ୍ୟାରେ ପଡ଼ିବା ନାହିଁ। ଏଇତକ ଜାଣିଦେଲେ ବନ୍ଧୁମାନେ, ଆମେ ଜାଣିଦେଲେ ବନ୍ଧୁମାନେ ତଥା ପିଲାମାନେ, ଏଇତକ ଆମେ ଜାଣିଦେଲେ ଆମେ ନିଶ୍ଚିତ ଭାବରେ ପରୀକ୍ଷାରେ ଭଲ କରିପାରିବା ଏବଂ ଏକାଥରେ ମଧ୍ୟ କ୍ଲିୟର୍ କରିପାରିବା। ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆପଣ ଏହାକୁ ସେୟାର କରିବେ ଅନ୍ୟ ବନ୍ଧୁମାନଙ୍କ ସହିତ। ଅନ୍ୟ କରେଣ୍ଟ ଆଫେୟାର୍ କରିବା ପାଇଁ ଥିବା କ୍ୟାଣ୍ଡିଡେଟ୍ ପାଇଁ ସେୟାର କରିବେ ଏବଂ ଆମ ବନ୍ଧୁମାନଙ୍କ ଭିତରେ ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।